माननीय प्रधानमंत्री जी ने केंद्र सरकार के सभी कर्मचारियों के लिए 8th सेंट्रल पे कमीशन को मंजूरी दे दी है। 1947 से अब तक 7 पे कमीशन हुए हैं। प्रधानमंत्री जी ने एक रेगुलर रिदम के साथ पे कमीशन बनाने का जो एक संकल्प लिया है, उसके हिसाब से 2016 में लास्ट 7th पे कमीशन स्टार्ट हुआ था, तो 2026 में इसका टर्म कंप्लीट होता है। उससे वेल बिफोर 2025 में 8th पे कमीशन स्टैब्लिश करने से सफिशिएंट टाइम मिलेगा so that the recommendations can be received well before the completion of the period of 7th पे कमीशन। इसमें मैसिव कंसल्टेशन होगा with the state governments, with all the different stakeholders in the central government, in the PSUs, और चेयरमैन एंड 2 मेंबर्स का भी शीघ्र अपॉइंटमेंट होगा। जय जगन्नाथ। तो आपण माने केंद्रमंत्री अश्विनी वैष्णव कथा तो शुणिले जे केंद्र सरकार हमर 8th पे कमीशन लागू करछंती। जेहेतु 2025 मसिया शेष सुद्धा आपणकर 7th पे कमीशन जे थिला ताको 10 वर्ष वर्तमान जे चलीसी ताको 10 वर्ष पूरी जाउची कंप्लीट हो जाउची। तो 2026 मसिया 1 जनवरी रु हमर 8th पे कमीशन टा लागू एडी जेटा तार मेंशन हेछि। आम ओडिशा रे मध्य ओडिशा एम्प्लॉय मानकर लागू हे जिवो। जदि देखा जिवो हमर एटा प्रथम रो टिके माने डिक्लेयर कर देइछंती। तो बहुत भल कथा हमर ओडिशा गवर्नमेंट पय मध्य समय मिली गला कि आई होप कि बहुत शीघ्र हमर कार्यक्रम टा चालू हे जिवो। 2026 रो एटा लागू हेबो। जदि सैलरी कथा देखा जिवो एटा हमर ग्रुप ए बी आउ सी समस्तंकर इंक्रीज हो बढ़िबो। ହେଲା କୋଉ ମାନଙ୍କର ଯୋଉମାନେ ରେଗୁଲାର ଅଛନ୍ତି, ଯୋଉମାନେ ରେଗୁଲାର ବେସିସ୍ ରେ କାମ କରୁଛନ୍ତି ଆମର ଏମ୍ପ୍ଲୟ ମାନେ, ତ ସେଇମାନଙ୍କ ପାଇଁ ଏଇଟା ବିଧିବଦ୍ଧ। ଯଦି ଦେଖାଯିବ କଣ୍ଟ୍ରାକ୍ଚୁଆଲ ପାଇଁ ଏଇଟା ବିଧିବଦ୍ଧ ନୁହଁ। ହଁ ଯଦି ସରକାର ଯଦି ଚାହିଁବେ ତାହେଲେ କନସୁଲେଟିଭ ଆକାରରେ ସେମାନଙ୍କର ବଢେଇ ହବ, କିନ୍ତୁ ସେମିତି ବିଧିବଦ୍ଧ ନିୟମ ନାହିଁ ଯେ କଣ୍ଟ୍ରାକ୍ଚୁଆଲ ରେ ଯୋଉମାନେ ଅଛନ୍ତି ସେମାନଙ୍କର ଏଇଟା ଲାଗୁ ହବ। ତ ସେମାନଙ୍କ ପାଇଁ ନ୍ୟୁଜ ଟା ନୁହଁ। ଆଉ ବାକି ଯୋଉମାନେ ରେଗୁଲାର ଅଛନ୍ତି ତ ସେଇମାନଙ୍କର ପାଇଁ ଏଇଟା ବିଧିବଦ୍ଧ। ଆଉ ଯାହାବି ଆମର ଅଛି ବେସିକ ପେ ଅଛି, ଆମର 8th ପେ ଟା ଲାଗିଗଲା ପରେ ତାପରେ ତା ସହିତ ତାର DA ଆଉ HR ଏଇ ସବୁ ମିଶିକି ତାର ଦରମାଟା ଇନକ୍ରିଜ ହବ। କିନ୍ତୁ ଯୋଉମାନେ ରେଗୁଲାର ଅଛନ୍ତି ତ ସେଇମାନଙ୍କ ପାଇଁ ତାର ବିଧିବଦ୍ଧ ନିୟମ ଅଛି, ଯୋଉଟା କି ସେମାନେ ଯାହା ବର୍ତ୍ତମାନ ବେସିକ ପେ ପାଉଛନ୍ତି ତ 8th ପେ କମିଶନ ଲାଗୁ ହେଇଗଲା ପରେ ତ ସେମାନଙ୍କର ଦରମା ଆଉ ଟିକେ ଇନକ୍ରିଜ ହେଇଯିବ। ତ ସେଇ ଅନୁଯାୟୀ ତାଙ୍କର DA ଆଉ HR ଏଇ ସବୁରେ ମଧ୍ୟ ତାଙ୍କର ବୃଦ୍ଧି ଘଟିବ। ଯଦି ଆମେ ଦେଖିବା ତାହେଲେ ବର୍ତ୍ତମାନ ପ୍ରାଇମେରୀ ଟିଚର ଆମର ପାଉଛନ୍ତି around ସେଇ 35 ପାଖାପାଖି ପାଉଛନ୍ତି। ତ ଯଦି 8th ପେ ଲାଗୁ ହେଇଯିବ ତାହେଲେ ସେମାନଙ୍କର ଦରମା 50K around 50K ହେଇଯିବ। ଆଉ ଯଦି ଦେଖାଯିବ ଆମର ହାଇ ସ୍କୁଲ RI JEE ଏମାନଙ୍କର ସମାନ ଗ୍ରେଡ ପେ ଅଛି 4200 ଗ୍ରେଡ ପେ। ତ ସେମାନେ ବର୍ତ୍ତମାନ ପାଉଛନ୍ତି ସେଇ 53K 54 55 56 ଏମିତିକା ପାଉଛନ୍ତି। ତ ସେମାନଙ୍କର ଦରମା ବଢିକି ସେଇ around 75K ପାଖାପାଖି ହେଇଯିବ। 2000 ଏପଟ ସେପଟ ହେଇପାରେ DHR ଦେଖିକି। ଆଉ ବାକି ରହିଲା ୱେବିସ୍ TGT SSB PGT ଆଉ PSC PGT ଆଉ ଏମାନଙ୍କର ବର୍ତ୍ତମାନ ସେ 63 65 ଏମିତି ପାଉଛନ୍ତି। ତ ଏମାନଙ୍କର ଦରମା ବଢିକି ସେ 90 ଟିକେ ଅଧିକ ଯଦି ବଢିବ ତାହେଲେ କିନ୍ତୁ ଏମିତି ହିଁ ସେମାନେ ପାଇବା। ତ ସେଇ ଅନୁଯାୟୀ PGT ଆଉ SSB ଲେକ୍ଚର ତ ଏମାନଙ୍କର ସମସ୍ତଙ୍କ ଦରମା ମଧ୍ୟ ଇନକ୍ରିଜ ହବ। ଏଇଠି ସବୁ ସେଇ କଥା ମେନସନ ହେଇଛି। ଏଇଟା ଥିଲା ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଟ୍ୱିଟ୍, ଯେଟା କି ଆମର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜି ଯେଉଁ ଡିକ୍ଲେୟାର କଲେ ସେଇଟାକୁ ସେ ଟ୍ୱିଟ୍ ଯୋଗେ ଜଣେଇଛନ୍ତି। ଆଉ ବାକି ରହିଲା ଏଇଟା ଆମର ମାନବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଟ୍ୱିଟ୍ ଥିଲା। ଦେଖାଯିବ ଏଇଟା ଗୋଟେ ବହୁତ ଭଲ ନ୍ୟୁଜ୍। ଆଶା କରୁଛି ଆମ ଓଡ଼ିଶାରେ ଖୁବ୍ ଶୀଘ୍ର ଏହା ପ୍ରତି ତାର କାର୍ଯ୍ୟକ୍ରମ ଆରମ୍ଭ ହେଇଯାଉ, କାର୍ଯ୍ୟଟା ତାର ଆରମ୍ଭ ହେଇଯାଉ, ଯେମିତି ଆମର 2026 ଆରମ୍ଭ ଜାନୁଆରୀ 1 ପାଖରୁ ଏସବୁ ଆରମ୍ଭ ହବ ବୋଲି ସେ ଦର୍ଶେଇଛନ୍ତି। ତ ଯେମିତି କିଛି ଅସୁବିଧା ନ ହବ, ଆଉ ସାଙ୍ଗେ ସାଙ୍ଗେ ବର୍ଷ ଆରମ୍ଭରୁ ହିଁ ସମସ୍ତେ ଏହା ପ୍ରତି ଉପକୃତ ହେବେ। ତ ବାକି ଏହା ଥିଲା ନ୍ୟୁଜ୍। ଯଦି ଭିଡ଼ିଓ ଭଲ ଲାଗିଥିବ ତାହେଲେ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ ନିହାତି କରିବେ। ଆଉ ପୁଣି ଆଉ ଗୋଟେ ନୂଆ ଭିଡ଼ିଓରେ ଦେଖାଯିବ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।